14/9/2024 ରିଖ ଅପରାହ୍ନ ପ୍ରାୟ 2:30ଟା ସମୟରେ ଏ ହତ୍ୟାକାଣ୍ଡ ଘଟିଥିଲା ଛେଳିଆପଡ଼ା ଓଭରବ୍ରିଜ୍ ପାଖର, ଯେଉଁଟାକି ସଦର ଥାନାର ଅନୁଗୁଳ ସଦର ଥାନାରେ ଆସୁଛି। ଏ ଘଟଣା ପରେ ତାଙ୍କର ଭାଇ ଯିଏକି ଶିବଶଙ୍କର ଭଞ୍ଜଙ୍କ ରିପୋର୍ଟରେ ଅନୁଗୁଳ ସଦର ଥାନାରେ 520 ନମ୍ବର କେସ୍, ଗୋଟେ ମର୍ଡର କେସ୍ ରେଜିଷ୍ଟ୍ରେସନ୍ ହୋଇ ତଦନ୍ତ ହେଉଥିଲା। ଏ ଯେଉଁ ମର୍ଡର କେସ୍ରେ ମୃତକ ହେଉଛନ୍ତି ଆପଣଙ୍କର ଭବାନୀ ଶଙ୍କର ଭଞ୍ଜ ଆଲିଆସ୍ ବୁବୁ ଭଞ୍ଜ ବୋଲି କୁହନ୍ତି। ତାଙ୍କ ବୟସ 27 ବର୍ଷ। ବାପାଙ୍କ ନାଁ ସନ୍ତୋଷ କୁମାର ଭଞ୍ଜ, ଛେଳିଆପଡ଼ାର ସେ। ଏ ଘଟଣାର ଯେଉଁ ପୃଷ୍ଠଭୂମି ହେଲା, ବର୍ତ୍ତମାନ RTO ଅଫିସରୁ ଆମର ଯାଉଛି ଗଡ଼ସନ୍ତ୍ରୀକୁ ଯେଉଁ ବାଇପାସ୍ କନଷ୍ଟ୍ରକ୍ସନ୍ କାମ ଚାଲିଛି ରାସ୍ତା, ସେଠି ଯେଉଁ ଡଷ୍ଟ ପକା ହେଉଛି ସେଥିର ଛୋଟ ଛୋଟ ଲୁହା ଗୁଣ୍ଡ ରହୁଛି, ଲୁହା ଖଣ୍ଡ ରହୁଛି। ତାକୁ କଲେକ୍ଟ କରିକି ଲୋକମାନେ କବାଡ଼ିଆକୁ ଦେଇକି ପଇସା ପାଆନ୍ତି। ଏ ଡିସିଜ୍ ବି କଲେକ୍ଟ କରୁଥିଲେ, ଆକ୍ୟୁଜ୍ ମାନେ ବି କଲେକ୍ଟ କରୁଥିଲେ ଏବଂ କବାଡ଼ିଆ ଆମର ଯେଉଁ ଗଡ଼ସନ୍ତ୍ରୀର ତାଙ୍କର ସ୍କ୍ରାପ୍ ଡିଲର ଅଛି ମିଥିଲେଶ ଗୁପ୍ତା ବୋଲି, ତାଙ୍କୁ ଦେଉଥିଲେ। ଏ କିଛି ଦିନ ହେଲା ଡିସିଜ୍ ବନ୍ଦ କରିଦେଇଥିଲେ ଦେବା, ବିବାଦ ହେଇଥିଲା। ସେ ସଂକ୍ରାନ୍ତରେ ତାଙ୍କର ଯେଉଁ ଘଟଣା ଦିନ 14 ତାରିଖ ଦିନ ଏଇ ମିଥିଲେଶ ଗୁପ୍ତା ବୁଝାମଣା ପାଇଁ ଡକେଇଥିଲେ ବୁବୁ ଭଞ୍ଜକୁ। ଆକ୍ୟୁଜ୍ ମାନେ ଥିଲେ, ବସିକି ତାଙ୍କ ଗାଡ଼ିର କଥାବାର୍ତ୍ତା ହେଇ ଯୁକ୍ତିତର୍କ ହେଲା, ଯାହାଫଳରେ ତାଙ୍କର ଯୁକ୍ତିତର୍କ ଯୋଗୁଁ ଆକ୍ୟୁଜ୍ କାଠି ଆଲିଆସ୍ ଇମାନୁଏଲ ନାୟକ ପ୍ରଥମେ ସେ ଯେଉଁ ପିକଅପ୍ ବୋଲେରୋ ପିକଅପ୍ ଗାଡ଼ିର ଉପରେ ଯେଉଁ ଲଗେଜ୍ ରଖିବା ସେ ଯେଉଁ ଫାଇବରର କାଢ଼ିକି ତାକୁ ବାଡ଼େଇଥିଲେ। ସବସିକ୍ୱେଣ୍ଟଲି ଆଉ ଜଣେ ଆକ୍ୟୁଜ୍ CICL ଅଛନ୍ତି, ସେ ତାଙ୍କୁ ଗୋଟେ ଚାପଡ଼ରେ ଆକ୍ରମଣ କରିଥିଲେ ଏବଂ ଆହୁରି ବି ସହଯୋଗୀମାନେ ମିଶିକି ଚାପଡ଼ ସେଇ ବ୍ରିଜ୍ ପାଖର ଯେଉଁ ହାଣିବା ଦୃଷ୍ଟିରୁ ସେ ସ୍ପଟ୍ର ମୃତ୍ୟୁବରଣ କରିଥିଲେ। ଏହା ଘଟଣା ପରେ ସାଙ୍ଗେ ରେଜିଷ୍ଟ୍ରେସନ୍ ହେଲା ପରେ ଆମର DI ସାହେବଙ୍କ ନିର୍ଦ୍ଦେଶ କ୍ରମେ ସ୍କ୍ୱାଡ୍ ୱିଥ୍ ସଦର ପୁଲିସ୍ ଷ୍ଟେସନ୍ ମିଳିତ ଭାବରେ 3ଟା ଟିମ୍ କରି ଆମର ଆଡ଼ିସନାଲ୍ SP ସତ୍ୟଜିତ ମିଶ୍ର ସାର୍ଙ୍କ ଗାଇଡ଼ାନ୍ସରେ ଆକ୍ୟୁଜ୍କୁ ଆପ୍ରେହେଣ୍ଡ କରିବା ଭିତରେ 3 ଜଣ ଆମେ 2 ଜଣ ଆକ୍ୟୁଜ୍କୁ ଆପ୍ରେହେଣ୍ଡ କରିଛୁ। ଜଣେ CSL ବି ଅଛନ୍ତି। ଏ ଆକ୍ୟୁଜ୍ 2 ଜଣ ହେଲେ ଇମାନୁଏଲ ନାୟକ କାଠି, ଆଉ ଜଣେ ହେଲେ ଲାଲକୃଷ୍ଣ ଆଡ଼ଭନୀ, ଯାହାର ବୟସ 20 ବର୍ଷ, ଆଉ CSL ଜଣେ ବି। ଏ 3 ଜଣଙ୍କୁ ଆପ୍ରେହେଣ୍ଡ କରାହେଇଛି ଏବଂ ତଦନ୍ତ ଚାଲିଛି। ମୁଖ୍ୟ ତ ସମସ୍ତେ ଅଛନ୍ତି, ଆହୁରି 4-5 ଜଣ ଆକ୍ୟୁଜ୍ ଅଛନ୍ତି। ଟିମ୍ ତାଙ୍କର କାର୍ଯ୍ୟରେ ଲାଗିଛନ୍ତି, ବହୁତ ଶୀଘ୍ର ସେମାନଙ୍କୁ ମଧ୍ୟ ଧରା ହେବ।